ଯାତ୍ରାଶ୍ରୀ ବିଶ୍ୱ ଦରବାରରେ ମେଲୋଡି କୁଇନ୍ ଜୁଲି ଆଉ ମୋନାଲିସା ସୋନା। ଖୋଲିବ ନଗରୀ, ଖୋଲିବ ଦ୍ୱାର, ବଢ଼ିବ ରାତି, କମ୍ପିବ ସ୍ୱର। ବହୁ ବରିଷ୍ଠ କଳାକାରଙ୍କ ଯୋଗଦାନକୁ ନେଇ ଚିନ୍ତାରେ ଯାତ୍ରା ପ୍ରଯୋଜକ। ଜମୁଛି ମେଳନ ଯାତ୍ରା, ମନଭରି ମଜା ଉଠାଉଛନ୍ତି ଯାତ୍ରା ଦର୍ଶକ। ଜୟ ଜଗନ୍ନାଥ, ନମସ୍କାର। ମୁଁ ସନ୍ତୋଷ କୁମାର ଟିକିଏ କଥା ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଅଛି। ଆଜି 2024 ମସିହା ଏପ୍ରିଲ ମାସ 5 ତାରିଖ ଶୁକ୍ରବାର। ସନ୍ତୋଷୀ ମାତାଙ୍କ କୃପାରୁ ଆଜିର ଦିନଟି ଆମ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। 2024-25 ବର୍ଷର ବିସ୍ଫୋରଣ। ପାଢ଼ୀ ବ୍ରଦର ପ୍ରେଜେଣ୍ଟସ୍ ଯାତ୍ରା ସିଂହବାହିନୀ। ଏବେ ଆସନ୍ତୁ ଯିବା ନାଟକୀୟ କାର୍ଯ୍ୟକ୍ରମକୁ। ଆଜି କେଉଁ ସ୍ଥାନରେ କେଉଁ ଅନୁଷ୍ଠାନର କେଉଁ ନାଟକ? ଯାତ୍ରାଶ୍ରୀ ବିଶ୍ୱ ଦରବାର ତୃତୀୟ ଅଭିନୟ ରଜନୀ, ଡମପଡ଼ା, ବାଙ୍କି, କଟକ। ଆଜିର ନାଟକ ବାଘ ନେଇଗଲା ଦୌଡ଼ି ଆସ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିନୋଦ ରାଉତ, ସଙ୍ଗୀତ ବିକାଶ ଶୁକ୍ଳା। ଓಂ ଶ୍ରୀ ବାଘାଜ୍ୟୋତି ଲୋକନାଟ୍ୟ ଦ୍ୱିତୀୟ ଅଭିନୟ ରଜନୀ, ଶୁକଳ, ସାକ୍ଷୀଗୋପାଳ, ପୁରୀ। ଆଜିର ନାଟକ ଏଇ ମନ ଝୁରୁଛି ତତେ। ରଚନା ଡକ୍ଟର ସୁଧାଂଶୁ ନାୟକ, ନିର୍ଦ୍ଦେଶନା ରଞ୍ଜନ ବିଶ୍ୱାଳ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। କଳିଙ୍ଗ ଗଣନାଟ୍ୟ ଦ୍ୱିତୀୟ ଅଭିନୟ ରଜନୀ, ଚଢ଼େଇଧରା, ଚଣ୍ଡିଖୋଲ, ଯାଜପୁର। ଆଜିର ନାଟକ କାନ୍ଦ ନାରେ ବାଇଆ ମନ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ଗୁରୁ ମିଶ୍ର, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଯାତ୍ରା ଇନ୍ଦ୍ରଭୁବନ ତୃତୀୟ ଅଭିନୟ ରଜନୀ, ଜେନାପୁର, ଯାଜପୁର। ଆଜିର ନାଟକ ମୁଁ କାହାର କନିଆ ହେବି। ରଚନା ଡକ୍ଟର ସୁଧାଂଶୁ ନାୟକ, ନିର୍ଦ୍ଦେଶନା ଶିଶିର ମହାନ୍ତି, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରାଶ୍ରୀ ମା ବାଣେଶ୍ୱରୀ ଦ୍ୱିତୀୟ ଅଭିନୟ ରଜନୀ, ବାଳକାଟି, ଉତ୍ତରା, ଭୁବନେଶ୍ୱର। ଆଜିର ନାଟକ ପ୍ରେମର ଆୟୁଷ କେତେ ବରଷ। ରଚନା ଡକ୍ଟର ନିହାର ମହାନ୍ତି, ନିର୍ଦ୍ଦେଶନା ସୁଶାନ୍ତ ଦାସ, ସଙ୍ଗୀତ ମିହିର ମହାନ୍ତି। ଶିବାନୀ ଗଣନାଟ୍ୟ ଚତୁର୍ଥ ଅଭିନୟ ରଜନୀ, ପାହାଳ, ବଙ୍ଗୁଆରୀ, ଭୁବନେଶ୍ୱର। ଆଜିର ନାଟକ ମଝି ଦରିଆରେ କନକଗୁରି। ରଚନା ଓ ନିର୍ଦ୍ଦେଶନା ପ୍ରଦୀପ ବେହେରା, ସଙ୍ଗୀତ ଏକନ ସାର। ଅପେରା ଅଶୋକ ସମ୍ରାଟ ପ୍ରଥମ ଅଭିନୟ ରଜନୀ, ଧବଳେଶ୍ୱର, କଟକ। ଆଜିର ନାଟକ ରକ୍ତ ସମ୍ପର୍କ। ରଚନା ଓ ନିର୍ଦ୍ଦେଶନା ୟୁନିକ୍ ପ୍ରଦୀପ ବେହେରା, ସଙ୍ଗୀତ ମିହିର ମହାନ୍ତି। ଅପେରା ସୂର୍ଯ୍ୟ ମନ୍ଦିର ତୃତୀୟ ଅଭିନୟ ରଜନୀ, ମଙ୍ଗରାଜପୁର, ଚୌଦ୍ୱାର, କଟକ। ଆଜିର ନାଟକ ତୋ ଲୁହରୁ ଅଧେ ମତେ ଦେଇଦେ। ରଚନା ଡକ୍ଟର ସୁଧାଂଶୁ ନାୟକ, ନିର୍ଦ୍ଦେଶନା ଗୁରୁ ମିଶ୍ର, ସଙ୍ଗୀତ ଏକନ ସାର। ଯାତ୍ରା ସ୍ୱର୍ଣ୍ଣମହଲ ତୃତୀୟ ଅଭିନୟ ରଜନୀ, ଗୋବିନ୍ଦପୁର, ଢେଙ୍କାନାଳ। ଆଜିର ନାଟକ ରଜା ଘର କଥା ମନେ ରଖିଥା। ରଚନା ଗଣେଶ ରାଉତ, ନିର୍ଦ୍ଦେଶନା ଗୁରୁ ମିଶ୍ର, ସଙ୍ଗୀତ ଏକନ ସାର। ତୁଳସୀ ଗଣନାଟ୍ୟ ଚତୁର୍ଥ ଅଭିନୟ ରଜନୀ, ପତରାଜପୁର ମେଳଣ, ଖଇରା, ବାଲେଶ୍ୱର। ଆଜିର ନାଟକ ଏତେ ଦୁଷ୍ଟ ତମେ କେବେଠୁ ହେଲ। ରଚନା ଓ ନିର୍ଦ୍ଦେଶନା ୟୁନିକ୍ ପ୍ରଦୀପ ବେହେରା, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ଆକାଶଗଙ୍ଗା ପ୍ରଥମ ଅଭିନୟ ରଜନୀ, ସାଇକୁଳା ମେଳନ, ମୟୂରଭଞ୍ଜ। ଆଜିର ନାଟକ ନିଜ ସ୍ୱାମୀ ଆଉ ଭଲ ଲାଗୁନି। ରଚନା ଇଞ୍ଜିନିୟର ଶଚୀ ସ୍ୱାଇଁ, ନିର୍ଦ୍ଦେଶନା ରଞ୍ଜନ ବିଶ୍ୱାଳ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଗୌରୀ ଗଣନାଟ୍ୟ ଦ୍ୱିତୀୟ ଅଭିନୟ ରଜନୀ, ରସୁଲଗଡ଼, ଭୁବନେଶ୍ୱର। ଆଜିର ନାଟକ ମିଛେଇ ମୋନାଲିସା। ରଚନା ଜଗନ୍ନାଥ ରାଉତ, ନିର୍ଦ୍ଦେଶନା ଓ ସଙ୍ଗୀତ ଏନ୍ ଜ୍ଞାନେନ୍ଦ୍ର। ଯାତ୍ରା ସ୍ୱପ୍ନମହଲ ତୃତୀୟ ଅଭିନୟ ରଜନୀ, ଗାଢ଼କଣା, ଭୁବନେଶ୍ୱର। ଆଜିର ନାଟକ କେମିତି ହେଲା ଏମିତି ପ୍ରେମ। ରଚନା ଡକ୍ଟର ନିହାର ମହାନ୍ତି, ନିର୍ଦ୍ଦେଶନା ପ୍ରଶାନ୍ତ ନାୟକ, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ରାଜନନ୍ଦିନୀ ପ୍ରଥମ ଅଭିନୟ ରଜନୀ, କଣାସ, ଡେଲାଙ୍ଗ, ପୁରୀ। ଆଜିର ନାଟକ ଏମିତି ବନ୍ଧନ କେମିତି ହେଲା। ରଚନା ଜୀବନ ଜେନା, ନିର୍ଦ୍ଦେଶନା ବିଜୟ ଦାସ, ସଙ୍ଗୀତ ପ୍ରେମାନନ୍ଦ। କୋଣାର୍କ ଗଣନାଟ୍ୟ ତୃତୀୟ ଅଭିନୟ ରଜନୀ, ମଞ୍ଚେଶ୍ୱର, ଧବଳେଶ୍ୱର, କଟକ। ଆଜିର ନାଟକ ମିତଲ ତୋତେ ମିଛ ମତେ ସତ। ରଚନା ଅରୁଣ ବାରିକ, ନିର୍ଦ୍ଦେଶନା କ୍ରିଷ୍ଣା ସ୍ୱାଇଁ, ସଙ୍ଗୀତ ମିହିର ମହାନ୍ତି। ଅପେରା ସାଇ ସମ୍ରାଟ ତୃତୀୟ ଅଭିନୟ ରଜନୀ, କାଠପଙ୍ଗରା, ରାଜନଗର, କେନ୍ଦ୍ରାପଡ଼ା।
ଆଜିର ନାଟକ ବନ୍ଧୁ ପ୍ରେମ ଟିକେ ଲାଗେ ନିଆରା। ରଚନା କ୍ଷିତୀଶ ମଣ୍ଡଳ, ନିର୍ଦ୍ଦେଶନା କିଶୋର ଖଣ୍ଡୁଆଳ, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରା ଧଉଳି ଗଣନାଟ୍ୟ, ତୃତୀୟ ଅଭିନୟ ରଜନୀ, ଷୋଲଡ଼ା ତାଳଚେର ଅନୁଗୁଳ। ଆଜିର ନାଟକ କହ୍ନେଇ ରଜାମ ବାଇଦ ବଜା। ରଚନା ଡକ୍ଟର ନିହାର ମହାନ୍ତି, ନିର୍ଦ୍ଦେଶନା ସୁଶାନ୍ତ ଦାସ, ସଙ୍ଗୀତ ମିହିର ମହାନ୍ତି। ରାଜଧାନୀ ଅପେରା, ତୃତୀୟ ଅଭିନୟ ରଜନୀ, କସରଦା ଅଡ଼ଶପୁର କଟକ। ଆଜିର ନାଟକ ମୁଁ ଏଇଠି ତମେ କେଉଁଠି। ରଚନା ଏନ୍ ଜ୍ଞାନେନ୍ଦ୍ର, ନିର୍ଦ୍ଦେଶନା ଅଶ୍ରୁମୋଚନ ମହାନ୍ତି, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ଦୁର୍ଗା ମନ୍ଦିର, ତୃତୀୟ ଅଭିନୟ ରଜନୀ, ଉରିଷ ପାଟକୁରା କେନ୍ଦ୍ରାପଡ଼ା। ଆଜିର ନାଟକ ସନ୍ଦେହୀ ସିନ୍ଦୁର କରିଛି ପର। ରଚନା ଗଣେଶ ରାଉତ, ନିର୍ଦ୍ଦେଶନା ଅଶ୍ରୁମୋଚନ ମହାନ୍ତି, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରା ରଙ୍ଗମହଲ, ପ୍ରଥମ ଅଭିନୟ ରଜନୀ, ବଡ଼ପଡ଼ା ପଟାମୁଣ୍ଡେଇ କେନ୍ଦ୍ରାପଡ଼ା। ଆଜିର ନାଟକ ମୁଁ ଗୋଟେ ଝିଅର ବାପ। ରଚନା ଓ ନିର୍ଦ୍ଦେଶନା ହରବାରିକ, ସଙ୍ଗୀତ ମିହିର ମହାନ୍ତି। ଆପଣମାନେ ଜାଣିଲେ ଆଜି କେଉଁ ସ୍ଥାନରେ କେଉଁ ଯାତ୍ରା ଅନୁଷ୍ଠାନ କେଉଁ ନାଟକ ମଞ୍ଚସ୍ଥ କରିବ। ମନେ ରଖନ୍ତୁ ଯାତ୍ରା ପ୍ରେମୀ ଦର୍ଶକ ବନ୍ଧୁ, ସ୍ଥଳ ବିଶେଷରେ ବିଶେଷ କାରଣ ପାଇଁ ନାଟକର ନାମ ପରିବର୍ତ୍ତନ ହୋଇପାରେ, ଯାତ୍ରା ପରିବେଷଣ ମଧ୍ୟ ବାତିଲ ହୋଇପାରେ। ଟିକିଏ କଥା ଚ୍ୟାନେଲ ଆପଣମାନଙ୍କର ଚ୍ୟାନେଲ। ଟିକିଏ କଥା ଚ୍ୟାନେଲରେ ଯାତ୍ରା ସମ୍ପର୍କିତ ସମସ୍ତ ସଠିକ୍ ତଥ୍ୟ ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଯଦି ଫେସବୁକରେ ଆପଣ ଆମର କାର୍ଯ୍ୟକ୍ରମ ଦେଖୁଛନ୍ତି ତାହେଲେ ପେଜକୁ ଫଲୋ କରନ୍ତୁ, ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ। ଗତ ସପ୍ତାହ ଠାରୁ ପ୍ରତ୍ୟେକ ରବିବାର ସନ୍ଧ୍ୟାରେ ଆମର ଆରମ୍ଭ ହୋଇଥିବା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନିୟମିତ ଜାରି ରହିବ। ତେଣୁ ଆପଣମାନେ ଯାତ୍ରା ସମ୍ବନ୍ଧୀୟ ପ୍ରଶ୍ନ ଆମକୁ ଆମର କମେଣ୍ଟ ବକ୍ସ ମାଧ୍ୟମରେ ପଚାରି ପାରିବେ। ଆମେ ଆପଣମାନଙ୍କର ପ୍ରଶ୍ନର ଯଥାସାଧ୍ୟ ଉତ୍ତର ଦେବା ପାଇଁ ଚେଷ୍ଟା କରିବୁ ପ୍ରତ୍ୟେକ ରବିବାର ସନ୍ଧ୍ୟାରେ। ପ୍ରତ୍ୟେକ ରବିବାର ସନ୍ଧ୍ୟା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆଉ ମତାମତ ସମୀକ୍ଷାର ସନ୍ଧ୍ୟା। ଏ ହେଲା ଆଜି ସକାଳର କିଛି ଯାତ୍ରା ସମ୍ପର୍କିତ ଖବର ଯାତ୍ରା ପ୍ରେମୀ ଦର୍ଶକମାନଙ୍କ ପାଇଁ। ପୁଣି କିଛି ଯାତ୍ରା ସମ୍ବନ୍ଧୀୟ ନୂଆ ନୂଆ ଖବର ନେଇ ମୁଁ ଆସିବି ଆଉ ଏକ ସ୍ୱତନ୍ତ୍ର ଏପିସୋଡରେ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍ତେ, ଭଲରେ ରହିବା ସମସ୍ତେ। ଜୟ ଜଗନ୍ନାଥ।